ଆଜି ହେଉଛି କୃଷିଭିତ୍ତିକ ଗଣପର୍ବ ରଜର ଶେଷ ଦିନ ବା ଶେଷ ରଜ। ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ଗାଁ ଗାଁରେ ଚାଲିଛି ରଜ ମହୋତ୍ସବ। ସାଲେପୁର ପିକଳା ରଜଖଳରେ କୁଆଁରୀ ଝିଅମାନେ ଦୋଳି ଖେଳିବା ସହ ପୁଚି ମ୍ୟୁଜିକ୍ ଚେୟାର ଖେଳି ବେଶ୍ ଧୁମ୍ଧାମ୍ରେ ପାଳନ କରୁଛନ୍ତି ରଜ ମଉଜ। ତେବେ ରଜ 2 ଦିନ ବିତି ଯାଇଥିଲେ ସୁଦ୍ଧା ଆଜି ଶେଷ ରଜକୁ କିଭଳି ଅଧିକ ଆକର୍ଷଣ କରିହେବ ସେଥିପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରକାରର ରଙ୍ଗରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି। ଆଜି ରଜ ଅନ୍ତିମ ଦିନ ହୋଇଥିବାରୁ କୁଆଁରୀମାନେ ମନ ଉଣା କରି ବସିବା ସହ ପୁଣି ଆର ବର୍ଷକୁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି। ମୋ ନାଁ ଦମୟନ୍ତୀ ବେହେରା। ମୁଁ ଆସିଛି ଆମ ଘରକୁ। ଆସିକି ଗାଁ ଆଗରୁ ଆମେ ସବୁ ବାହାରକୁ ଯାଉଥିଲୁ ଦୋଳି ଖେଳିବାକୁ। ଏବେ ଗାଁରେ ଆମର ହଉଛି, ବହୁତ ଖୁସି ଲାଗୁଛି। ଏଠି ରଜ ଫଙ୍କସନ ହଉଛି। ଆମର ଭାଇମାନେ ବି ପାନ ଦଉଛନ୍ତି, ବହୁତ ଏନ୍ଜୟ କରୁଛୁ ଖାଇକି। ପୋଡ ପିଠା ବି ହେଇଥିଲା, ସବୁ ଖାଉଛୁ ସମସ୍ତଙ୍କ ଘରେ। ଗାଁରେ ଘୁରିକି ବହୁତ ଖୁସି ଲାଗୁଛି। ରଜ ଏମିତି ଆମେ ଆଶା ଆଜି ଲାଷ୍ଟ ରଜ ସରିଯିବ, ମନ ବି ବହୁତ ଦୁଃଖ ହଉଛି। ଛୁଆମାନେ ବି ବହୁତ ଏନ୍ଜୟ କରୁଛନ୍ତି, ଆଉ ଫଙ୍କସନ ହଉଛି। ଆଉ ଆମେ ଆଶା କରୁଛୁ ଏମିତି ଆଗକୁ ଆର ବର୍ଷକୁ ଅପେକ୍ଷା କରୁଛୁ। ଆର ବର୍ଷ 2025 କି ରଜ ଆସିବ ଏମିତି। ଆଉ ସବୁ ବର୍ଷ ବଢୁଛି ରଜ ଫଙ୍କସନ, ବହୁତ ଖୁସି ଲାଗୁଛି। ମୋ ନାଁ ରଶ୍ମିତା ବେହେରା। ଏ ପିକଳ ଗାଁ ପଞ୍ଚାୟତ ଆମ ଘର। ଆଉ ଏଇଠି BBC କ୍ଲବ ତରଫରୁ ଆମର ସବୁ ବର୍ଷ 10 ବର୍ଷ ହେଲା ଏ ରଜ ଉତ୍ସବ ହେଇ ଆସୁଛି। ଆଉ ଆମେ ଏଠି ବହୁତ ମଜାମସ୍ତି କରୁ। ଆମର ଭାଇମାନେ, ସାନ ଭାଇମାନେ, ବଡ଼ ଭାଇମାନେ ବହୁତ ଚେଷ୍ଟା ପ୍ରଚେଷ୍ଟା କରିକି ଛୋଟରୁ ବଡ଼ କରିଛନ୍ତି। ଏସବୁ 8 ଦିନ 15 ଦିନ ଲାଗିକି ଦିନ ରାତି ଏକାଠି କରିକି ଏଇ ରଜ ମହୋତ୍ସବ ପାଳନ କରୁଛୁ। ଆମେ ମାନେ କରିଛନ୍ତି ଆଉ ରଜ ମହୋତ୍ସବ ଆମେ ପାଳନ କରୁଛୁ। ଆଉ ଏଇଠି ଗତକାଲି ରଜ ସଂକ୍ରାନ୍ତିରେ ସାନିଆ ଖାତୁନ ଆସିଥିଲେ, ରଜ କୁଇନ୍ ବିଶେଷ ଆକର୍ଷିତ ଆସିଥିଲେ। ଆଉ ଆଜି ମଧ୍ୟ ଭିକାରୀ ସ୍ୱାଇଁ ଯାତ୍ରା କମେଡ଼ିଆନ ଆସୁଛନ୍ତି। ଆଉ ଆମର ଏଠି ବହୁତ ମଜାମସ୍ତି ହୁଏ। ରାତିରେ ପ୍ରାଇଜ୍ ମଧ୍ୟ ଦିଆ ହୁଏ। ଆଉ ସାଂସ୍କୃତିକ ସାଂସ୍କୃତିକ କାର୍ଯ୍ୟକ୍ରମ ବି ମଧ୍ୟ କରାଯାଏ, ଗୀତ ଗାଯାଏ। ଆଉ ତା ସହିତ ବହୁତ ପ୍ରକାର ଖେଳ, ଯେମିତିକି ମ୍ୟୁଜିକ୍ ଚେୟାର, ପୁଚି, ମାଠିଆ ଭଙ୍ଗା, ଏମିତି ବିଶେଷ ବହୁତ ଖେଳ ଖେଳାଯାଏ। ଆଉ ବହୁତ ମସ୍ତି ଆମେ କରୁ। ଆମେ ମାନେ ଅନ୍ୟ ଗାଁକୁ ଖେଳିବାକୁ ଯାଉନା, ଏଇଠି ଆମେ କେବଳ ଖେଳୁ। ଅନ୍ୟ ଗାଁର ପିଲାମାନେ ମଧ୍ୟ ଏଇଠିକି ଆସି ଆମେ ଖେଳନ୍ତି। ଆଉ ଆମେ ବହୁତ ମଜା କରୁ। ଆଉ ସାଙ୍ଗମାନେ ବହୁତ ମଜା କରୁ। କାଲିଠୁ ସ୍କୁଲ ଖୋଲୁଛନ୍ତି, ବହୁତ ମନ ଦୁଃଖ ହଉଛି। ଆଉ ଆଜି ରାତିରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି। ଯେହେତୁ ଭିକାରୀ ସ୍ୱାଇଁ ଆସୁଛନ୍ତି, ଆମର ବହୁତ ମଜାମସ୍ତି କରାଯିବ ସାଂସ୍କୃତିକ। ଆଉ ଆଜି ଆମର ମଧ୍ୟ ମୁଁ ଗୋଟେ ଛୋଟ ଡ୍ରାମାଟେ ମଧ୍ୟ ରଖିଛି। ଆମେ ସମସ୍ତେ ଡ୍ରାମା ବି କରୁଛୁ, କିଛି ପିଲା ମିଶିକି ବହୁତ ମଜା କରିବୁ। ଆଉ ଶେଷ କାଲି ସରିଗଲା ପରେ ବହୁତ ମନ ଦୁଃଖ ହବ। ପୁଣି ଆର ବର୍ଷ 2025 ରଜକୁ ଆମେ ଅପେକ୍ଷା କରିବାକୁ ପଡ଼ିବ। ମୋ ନାଁ ହେଉଛି ବୀର କିଶୋର ପାତ୍ର। ଆଉ ପିକଳ ପଞ୍ଚାୟତର BBC କ୍ଲବର ମେମ୍ବର ଜଣେ। ରଜ ମହୋତ୍ସବ ତ ଆମର ଏଠି ଯେଉଁ ପିକଳରେ ହେଉଛି 8 ଦିନ ହେଲା BBC କ୍ଲବ ପିଲାମାନେ, ଛୋଟ ପିଲା ଆଉ ଝିଅମାନେ ଆଜିରେ ବହୁତ ସହଯୋଗ କରିଛନ୍ତି। ଆଉ ରାତି ଦିନ ଲାଗିକି ରଜ ମହୋତ୍ସବ କେମିତି ହେବ ତାକୁ 25ଟା ଚଲେଇଛନ୍ତି। ଆଉ 3 ଦିନ ଭିତରେ ଆମ ପ୍ରଥମ ରଜ ଦିନ ସାଲେପୁରର ବହୁତ ବ୍ୟକ୍ତିଗତ ଆସିଥିଲେ। ଆଉ ଡ୍ୟାନ୍ସ ପ୍ରୋଗ୍ରାମ ହେଇଥିଲା, ଓଡ଼ିଶୀ ପ୍ରୋଗ୍ରାମ ହେଇଥିଲା। ସାଲେପୁର ବି ପ୍ରଥମ ଦିନ ଆମର ଦିନରେ ତାସ ଖେଳ ହେଇଥିଲା, ମ୍ୟୁଜିକ୍ ଚେୟାର ହେଇଥିଲା, ଆଉ ପୁଞ୍ଚି ଖେଳ ହେଇଥିଲା। ଆଉ ପୋଡ଼ପିଠା ବି କରାହେଇକି ପ୍ରତିଯୋଗିତା କରାହେଇଥିଲା। ପୋଡ଼ପିଠାରେ ଯିଏମାନେ ଫାଷ୍ଟ ହେଇଛନ୍ତି, ସେକେଣ୍ଡ, ତାକୁ ବି ଆମେ ସାର୍ଟିଫିକେଟ୍ ପ୍ରାଇଜ୍ ଦେଇଛୁ, ସମ୍ମାନ କରାଇଛୁ। ଆଉ ଏଇଭଳି ତାପରେ ଶେଷ ରଜ ସରିଯାଉଛି, ପିଲାମାନଙ୍କର ବହୁତ ମନ ଦୁଃଖ ହେଉଛି। କେମିତି ଆଉ 2 ଦିନରେ ବଢ଼ନ୍ତା, ତାହେଲେ ଆମେ ଖୁସି ଆଉ ମହଜୁଦ କରନ୍ତୁ। ସେଠି ରାତି 8ଟା ସୁଦ୍ଧା ଅଛନ୍ତି ନାଟକକାର ଭିକାରୀ ସ୍ୱାଇଁ, ଯିଏ କମେଡ଼ିଆନ ଅଛନ୍ତି। ଆଉ ବି ଆମର ଫିଲ୍ମ ଆର୍ଟିଷ୍ଟ ଅଛନ୍ତି ଆସିବା ପାଇଁ। ଆଉ ବହୁତ ବି ଡ୍ୟାନ୍ସ ପ୍ରୋଗ୍ରାମ ଅଛି, ଓଡ଼ିଶୀ ନୃତ୍ୟ ଅଛି, ଆଉ ଭଜନ ବି ନୃତ୍ୟ ଅଛି। ଏଇଭଳି କାର୍ଯ୍ୟକ୍ରମ ହେବ ରାତି 12ଟା 1ଟା ଯାକେ। ସାଲେପୁରରୁ ଜଗେଶ୍ୱରଙ୍କ ରିପୋର୍ଟ, A1 ଓଡ଼ିଶା।